ଗୋଟିଏ ଜଙ୍ଗଲରେ ଦୁଇଟି ଚଢ଼େଇ ରହୁଥିଲେ। ସେମାନେ ଛୋଟ ଥିଲାବେଳେ ତାଙ୍କ ମା ବାପାକୁ ଗୋଟିଏ ଚିଲ ମାରି ଦେଇଥିଲା। ଆଉ ସେମାନେ ଗୋଟିଏ ଭଙ୍ଗା ଚାଳ ଘରେ ବହୁତ କଷ୍ଟରେ ରହୁଥିଲେ। ସେ ଦୁଇ ଭାଇ ଭଉଣୀ ପାଖ ଜଙ୍ଗଲରୁ ଫଳ ଆଣିକି ତାଙ୍କ ଜଙ୍ଗଲରେ ବିକୁଥିଲେ। ଆଉ ସେମାନେ ଏମିତି ତାଙ୍କ ଘର ଚଳଉଥିଲେ। ଆରେ ରାଜୁ, ଜଲ୍ଦି ଆସେ, ଜଲ୍ଦି ଆସିଲେ ପୁଣି ଆମେ ଫଳ ବିକିବାକୁ ଯିବା। ହଁ ମିନୁ ଦିଦି, ମୁଁ ଆସିଗଲି, ଚାଲେ ଯିବା ଆମେ। ତାପରେ ସେ ଭାଇ ଭଉଣୀ ଫଳ ଆଣିବାକୁ ଚାଲିଗଲେ। ମିନୁ ଦିଦି, ଆଜି ଆମକୁ ବହୁତ ସାରା ଫଳ ନେବାକୁ ପଡ଼ିବ, ଯେମିତି ଆମକୁ କାଲି ଆଉ ଥରେ ଆସିବାକୁ ପଡ଼ିବନି। ହଁ ସନୁ, ତୁ ଠିକ୍ କହୁଛୁ। ଆଜି ଆମେ ବେଶୀ ଫଳ ନେଇକି ଯିବା, ଯେମିତି ଆମକୁ କାଲି ଆଉ ଆସିବାକୁ ପଡ଼ିବନି। ତାପରେ ସେମାନେ ବହୁତ ସାରା ଫଳ ନେଇକି ତାଙ୍କ ଜଙ୍ଗଲକୁ ଚାଲିଗଲେ। ତାପରେ ସେମାନେ ଫଳ ବିକିବା ଆରମ୍ଭ କଲେ। ସନ୍ଧ୍ୟା ବେଳକୁ ସେମାନେ ସବୁ ଫଳ ବିକ୍ରି କରି ତାଙ୍କ ଘରକୁ ଚାଲିଗଲେ। ମିନୁ ଦିଦି, ମୋତେ ବହୁତ ଜୋରରେ ଭୋକ ଲାଗିଲାଣି, ଚାଲେ ଆମେ ଖାଇବା ଏବେ। ହଁ ସନୁ, ଚାଲେ ଆମେ ଖାଇବା ଏବେ। ସନୁ, ମୁଁ ଆଜି ତ ମନ ପସନ୍ଦର ଖାଇବା ବନେଇଛି। ତାପରେ ସେମାନେ ଖାଇବା ଖାଆନ୍ତି। ସେମାନେ ଏମିତି ଭାବରେ ଖୁସିରେ ନିଜର ଦିନ କାଟୁଥିଲେ। ଆରେ ସନୁ, ତୋର କ'ଣ ହେଲା? ତୁ ପା ଖେଳିବାକୁ ଯାଇଥିଲୁ, ଏତେ ଜଲ୍ଦି କ'ଣ ପଳେଇ ଆସିଲୁ ଯେ? ମିନୁ ଦିଦି, ବର୍ଷା ଦିନ ଆସିଲାନି ବୋଲି ସବୁ ପକ୍ଷୀମାନେ ନିଜ ପାଇଁ ଘର ବନାଉଛନ୍ତି, ସେଥିପାଇଁ କେହି ଖେଳିବାକୁ ଆସିଲେନି। ମିନୁ ଦିଦି, ଆମ ଘର ବି ପୁରୁଣା ହେଇଗଲାଣି, ଆମେ ନୂଆ ଘର ବନେଇବା କି ନାହିଁ? ଆରେ ପୁଅ, ମୋତେ ତ ଘର ବନେଇବା ଜଣା ନାହିଁ, ହେଲେ ଆମ ଜଙ୍ଗଲରେ ମିଟୁ ଭାଇକୁ ଘର ବନେଇବା ଜଣା ଅଛି। ହେଲେ ମିଟୁ ଭାଇ ଘର ବନେଇବା ପାଇଁ ବହୁତ ସାରା ପଇସା ନେଉଛନ୍ତି, ଆଉ ଏତେ ପଇସା ଆମ ପାଖେ ଏବେ ନାହିଁ। ହଉ ଠିକ୍ ଅଛି ଦିଦି, ତୁ ଏତେ ମନ ଦୁଃଖ କରନି, ଦେଖିବୁ ସବୁ ଠିକ୍ ହେଇଯିବ। ଏମିତି କିଛି ଦିନ ବିତିଗଲା। ଦିନେ ଜଙ୍ଗଲରେ ବହୁତ ବର୍ଷା ହେଲା। ମିନୁ ଚଢ଼େଇର ଘର ଭାଙ୍ଗି ଯାଇଥିବାରୁ ତା ଘରେ ବହୁତ ସାରା ପାଣି ପଡ଼ିଗଲା। ମିନୁ ଦିଦି, ଆମ ଘରେ ପୁରା ପାଣି ପଡ଼ି ଘର ପୁରା ଓଦା ହେଇଗଲାଣି। ମିନୁ ଦିଦି, ମୁଁ ତ ପୁରା ଭିଜି ଯାଇଛି, ଆଉ ମୋତେ ବହୁତ ଜୋରରେ ଥଣ୍ଡା ହେଇଗଲାଣି। ରହ ସନୁ, ତୁ ଜମା ବ୍ୟସ୍ତ ହନା, ମୁଁ କିଛି ବ୍ୟବସ୍ଥା କରୁଛି। ତାପରେ ମିନୁ ଘର ବାହାରକୁ ଗଲା, ଆଉ କିଛି କଦଳୀ ପତ୍ର ଆଣିକି ତାଙ୍କ ଘର ଉପରେ ପକେଇଲା। ଏମିତି କିଛି ସମୟ ଯାଏ ପାଣି ଆଉ ପଡ଼ିଲାନି, କିନ୍ତୁ କିଛି ସମୟ ପରେ ଜୋରରେ ପବନ ହେଲା, ଆଉ ସବୁ କଦଳୀ ପତ୍ର ଉଡ଼ିଗଲା। ତାପରେ ପୁଣି ଥରେ ତାଙ୍କ ଘର ପାଣିରେ ଓଦା ହେଇଗଲା। ମିନୁ ଦିଦି, ଆଉ ଏ ଘରେ ରହିହବନି, ଚାଲେ ଆମେ ଆଉ କୁଆଡ଼େ ଯିବା। ଯଦି ବେଶୀ ସମୟ ଆମେ ଏଇ ଘରେ ରହିବା, ତାହେଲେ ଆମ ଦେହ ପୁରା ଖରାପ ହେଇଯିବ। ତାପରେ ସେମାନେ ତାଙ୍କ ଘର ପାଖ କାଳୁ କାଉ ଘର ପାଖକୁ ଗଲେ। କାଳୁ ଭାଇ, ଜଲ୍ଦି ଟିକେ ବାହାରକୁ ଆସ, ଆମେ ବର୍ଷାରେ ବହୁତ ଭିଜି ଗଲୁଣି, ଆମକୁ ଟିକେ ସାହାଯ୍ୟ କର ତମେ। କ'ଣ ହେଲା? କ'ଣ ଦରକାର ତମକୁ? କେତେ ବଢ଼ିଆ ନିଦ ହେଇଥିଲା ମୋତେ, ଏମାନେ ମୋ ନିଦକୁ ଭାଙ୍ଗିଦେଲେ। କାଳୁ ଭାଇ, ଆମ ଘର ଭାଙ୍ଗି ଯାଇଛି। କାଳୁ ଭାଇ, ଆମ ଘର ଛାତ କଣା ହେବା ଯୋଗୁଁ ଆମ ଘରେ ବହୁତ ସାରା ପାଣି ପଡ଼ୁଛି ବର୍ଷା ହେଲେ। କାଳୁ ଭାଇ, ଆଉ ମୋ ସାନ ଭାଇ ବହୁତ ଜୋରରେ ଭିଜି ଯାଇଛି, ଆଉ ତାକୁ ଥଣ୍ଡା ହେଇକି ବହୁତ ଜୋରରେ ଜ୍ୱର ବି ହେଇଗଲାଣି। କାଳୁ ଭାଇ, ଟିକେ ଦୟା କର, ଆମକୁ ବର୍ଷା ଛାଡ଼ିବା ଯାକେ ତମ ଘରେ ଟିକେ ରହିବାକୁ ଦିଅ। ନା ମିନୁ, ମୋ ଘରେ ଜାଗା ନାହିଁ, ତମେ ଆଉ କୁଆଡ଼େ ଯାଇକି ନିଜର ବ୍ୟବସ୍ଥା କର। ତାପରେ ସେମାନେ ମନ ଦୁଃଖ କରି ସେଠାରୁ ଚାଲିଯାଆନ୍ତି। ସେମାନେ ଅନ୍ୟ ପକ୍ଷୀମାନଙ୍କୁ ମଧ୍ୟ ସାହାଯ୍ୟ ମାଗନ୍ତି, ହେଲେ କୌଣସି ବି ପକ୍ଷୀ ତାଙ୍କୁ ସାହାଯ୍ୟ କରନ୍ତି ନାହିଁ। ତାପରେ ସେମାନେ ଗୋଟେ ଗଛ ତଳେ ଆଶ୍ରୟ ନେଲେ। ସେହି ବାଟ ଦେଇ ଗୋଟେ ଯାଦୁଗର ଯାଉଥିଲା। ସେଇ ଯାଦୁଗର ସେମାନଙ୍କୁ ଦେଖି ତାଙ୍କ ପାଖକୁ ଆସିଲା ଆଉ କହିଲା, ଆରେ ତମେମାନେ ଏତେ ବର୍ଷାରେ କ'ଣ କରୁଛ ଏଠି? ତାପରେ ମିନୁ ଚଢ଼େଇ
ସେ ଯାଦୁଗରକୁ ସବୁ କଥା କହିଲା। ଏହା ଶୁଣି ସେ ଯାଦୁଗର ମିନୁ ଚଢ଼େଇକୁ କହିଲା, ତମେମାନେ ଜମାରୁ ଚିନ୍ତା କରନି, ତମେ ମୋତେ ତମ ଘର ପାଖକୁ ନେଇଯାଅ, ଆଉ ଦେଖିବ ମୁଁ ସବୁ ଠିକ୍ କରିଦେବି। ତାପରେ ମିନୁ ଚଢ଼େଇ ତାଙ୍କ ଘର ପାଖକୁ ନେଇକି ଗଲା। ଯାଦୁଗର ତା ଯାଦୁ ବିଦ୍ୟା ଦ୍ୱାରା ଗୋଟିଏ ବଡ଼ ଅଣ୍ଡା ଘର ତିଆରି କରିଦେଲା। ଆରେ ମିନୁ ଚଢ଼େଇ, ଇଏ ହେଉଛି ଗୋଟିଏ ଯାଦୁର ଅଣ୍ଡା ଘର। ଆଉ ଏଇ ଘରେ ସବୁ ପ୍ରକାରର ସୁବିଧା ଅଛି। ଆଉ ହଁ, ଏଇ ଘର କେବେ ବି ଭାଙ୍ଗିବନି। ଆଉ ଏଇ ଘରେ ତମର କିଛି ବି କୌଣସି ପ୍ରକାରର ଅସୁବିଧା ହବନି। ଏହା କହି ସେ ଯାଦୁଗର ସେଠାରୁ ଚାଲିଯାଏ। ତାପରେ ସେ ଦୁଇ ଭାଇ ଭଉଣୀ ସେ ଘରକୁ ଗଲେ, ଆଉ ସେମାନେ ବହୁତ ଖୁସିରେ ରହିବାକୁ ଲାଗିଲେ। ଜଙ୍ଗଲରେ ଏବେ ଗରମ ଦିନ ଚାଲିଥିଲା। ମିନୁ ଚଢ଼େଇ ତା ପୁଅ ମାନୁ ଚଢ଼େଇ ସହ ରହୁଥିଲା। ମିନୁ ଚଢ଼େଇ ଗୋଟିଏ ଧନୀ ଘର କାଉ ଘରେ କାମ କରି ତା ଦିନ କଟଉଥିଲା। ମିନୁ ଚଢ଼େଇ ଏତେ ଗରିବ ଥିଲା ଯେ ତା ଘରେ ଫ୍ୟାନ୍ ବି ନଥିଲା। ଆରେ ମାନୁ, ତୁ କୁଆଡ଼େ ଗଲୁ? ତୁ ଏଠିକି ଆସିଲୁ, ତୋ ପାଇଁ ମୁଁ ଖାଇବା ନେଇକି ଆସିଛି। ତୁ ଖାଇଲେ ମୁଁ ପୁଣି କାମକୁ ଯିବି। ବୋଉ, ତମେ କାମକୁ ଗଲା ପରେ ମୋତେ ଏକା ଏକା ଜମାରୁ ଭଲ ଲାଗୁନି। ବୋଉ, ମୁଁ ବି ତମ ସହ ଯିବାକୁ ଚାହୁଁଛି। ଆରେ ପୁଅ, ତୁ ଯଦି ସେଠି ଦୁଷ୍ଟ ହବୁ, ମୁଁ ଭଲସେ କାମ ବି କରିପାରିବିନି। ଆଉ ମାଲିକ ବି ତତେ ରାଗିବ। ମୁଁ କହୁଛି ତୁ ସେଠାକୁ ଜମାରୁ ବି ଯାଆନି। ବୋଉ, ପ୍ଲିଜ୍ ତମେ ମୋତେ ସେଠାକୁ ନେଇକି ଯାଅ। ମୁଁ ସେଠାରେ ଜମା ବି ଦୁଷ୍ଟ ହେବିନି। ମିନୁ ତା ପୁଅର ଜିଦକୁ ଦେଖିକି ସେ ତାକୁ ମନା କରିପାରିଲାନି। ଆଉ ସେ ମାନୁକୁ ସେଠାକୁ ନେଇକି ଗଲା। ବୋଉ, ମୁଁ ଆଉ ଜମାରୁ ଉଡ଼ି ପାରୁନି। ଆଉ କେତେ ଦୂର? ଆରେ ପୁଅ, ଆମେ ମାଲିକଙ୍କ ଘର ପାଖରେ ପହଞ୍ଚିଗଲେ। ଆସେ ଘର ଭିତରକୁ ଯିବା ଆମେ। ସେମାନେ ଘର ଭିତରେ ପଶୁ ପଶୁ ଏସିର ଥଣ୍ଡା ପବନରେ ତାଙ୍କ ଦେହ ପୁରା ଥଣ୍ଡା ହେଇଗଲା। ଏହା ଦେଖି ମାନୁ ଚଢ଼େଇ କହିଲା, ବୋଉ, ବାହାରେ ତ ଏତେ ଜୋରରେ ଗରମ ହେଉଛି, ଏଠି ଏତେ ଥଣ୍ଡା କେମିତି ଲାଗୁଛି? ଆରେ ପୁଅ, ଗରମରୁ ରକ୍ଷା ପାଇବା ପାଇଁ ଏଠି ଏସି ଲଗା ହେଇଛି। ବୋଉ, ଏସି ପୁଣି କ'ଣ ଯେ? ମୁଁ ତ ଯେତିକି ଜାଣିଛି ଗରମ ଲାଗିଲେ ଫ୍ୟାନ୍ ଲଗାଯାଏ, ଏସି ପୁଣି କ'ଣ? ଆରେ ପୁଅ, ଗରମ ହେଲେ ଯେମିତି ଫ୍ୟାନ୍ ଲଗାଯାଏ ସେମିତି ଏସି ଲଗାଯାଏ। ଆଉ ଫ୍ୟାନ୍ଠୁ ଏସି ଦେହକୁ ଜଲ୍ଦି ଥଣ୍ଡା କରିଥାଏ। ହଉ, ତୁ ଏଠି ବସିଥା, ମୁଁ ଯାଉଛି କାମ କରିବି। ତାପରେ ମିନୁ ଚଢ଼େଇ ଘରର ସବୁ କାମ କରେ। କାମ ସାରିବା ପରେ ମିନୁ ଚଢ଼େଇ ତା ପୁଅକୁ ଧରିକି ଘରକୁ ଫେରେ। ଏମିତି କିଛି ଦିନ ବିତିଗଲା। ଜଙ୍ଗଲରେ ଅଧିକ ଗରମ ହେବା ଯୋଗୁଁ ଜଙ୍ଗଲର ସବୁ ପକ୍ଷୀମାନଙ୍କର ଅବସ୍ଥା ବହୁତ ଖରାପ ଥିଲା। ବୋଉ, ମୋତେ ଆଜି ବି ତମ ସହ ନେଇଯାଅ। ଆରେ ପୁଅ, ତୁ ସେଠି ଯାଇକି କ'ଣ କରିବୁ? ତୁ ଗୋଟେ କାମ କରେ, ତୁ ଘରେ ବସିକି ଖେଳେ, ଆଉ ମୁଁ ଜଲ୍ଦି ଯାଇକି ଜଲ୍ଦି ପଳେଇ ଆସିବି। ବୋଉ, ମୁଁ ଏତେ ଗରମରେ ଘରେ ରହିପାରିବିନି। ଠିକ୍ ଅଛି ପୁଅ, ତୁ ଏଠି ଗରମରେ ରହିଲେ ତୋ ଦେହ ଜଲ୍ଦି ଖରାପ ହେଇଯିବ। ଚାଲେ, ତୁ ଆଜିଠୁ ମୋ ସହ ଯିବୁ। ସେଦିନ ଠାରୁ ମିନୁ ଚଢ଼େଇ ତା ପୁଅ ମାନୁ ଚଢ଼େଇକି କାମକୁ ଧରିକି ଯାଉଥିଲା। ଗୋଟେ ଦିନ ରାନୀ କହିଲା, ଆରେ ମିନୁ, ତୁ କ'ଣ ସବୁଦିନ ତୋ ଛୁଆକୁ ନେଇକି ଏଠାକୁ ଆସୁଛୁ? ନାହିଁ ରାନୀ ଦିଦି, ସେମିତି କଥା ନୁହଁ। ମୋ ପୁଅ ଦେହ ବହୁତ ଖରାପ ଅଛି, ସେଥିଲାଗି ମୁଁ ତାକୁ ମୋ ସାଙ୍ଗରେ ନେଇକି ଆଣୁଛି। ଥାଉ, ତୁ ଆଉ ମିଛ କହନା। ମୁଁ ଜାଣିଛି ଗରମ ଅଧିକ ହେଉଛି ବୋଲି ତୁ ତୋ ଛୁଆକୁ ନେଇକି ଆଣୁଛୁ। ହେଲେ କାଲିଠୁ ଯଦି ତୁ ଏମିତି କରିବୁ, ମୁଁ ତୋତେ କାମରୁ ବାହାର କରିଦେବି। କାମ ହରେଇବା ଡରରେ ମିନୁ ଚଢ଼େଇ ତା ପୁଅକୁ ଆଉ ସାଙ୍ଗରେ ନେଲା ନାହିଁ। ଦିନେ ରାନୀ କାଉର ସାଙ୍ଗ ତା ଘରକୁ ଆସିଥିଲା। ସେ ମିନୁ ଚଢ଼େଇକି ଦେଖିକି କହିଲା, ଆରେ ରାନୀ, ତୋ କାମବାଲି କ'ଣ ଏ ଏସି ଘରେ ଖାଲି କାମ କରୁଛି? ତୁ ଦେଖୁନୁ, ସେ ଏସିର ଥଣ୍ଡା ପବନ ପାଇବା ପାଇଁ ସେ କେତେ ସ୍ଲୋଲି କାମ କରୁଛି। ଆରେ ହଁ, ମୁଁ ବି କେତେବେଳୁ ସେଇଆ ଦେଖୁଛି। ଏ ମିନୁ, ତୁ ଏତେବେଳେ ଯାଇ କ'ଣ କରୁଛୁ? ଏସିର ଥଣ୍ଡା ପବନ ଖାଇ ଖାଇ ତତେ ବୋଧେ ଏ ରୁମ୍ରୁ ଯିବା ପାଇଁ ଇଚ୍ଛା ହେଉନି। ଆରେ ରାନୀ ଦିଦି, ଆପଣ ଇଏ କ'ଣ କହୁଛନ୍ତି?
ମୋତେ ଏସିର ପବନ ଜମାରୁ ଭଲ ଲାଗେନି। ମୁଁ ତ ଏଠି ବାସ୍ କାମ କରୁଛି। ମୋ କାମ ସରିଗଲେ ମୁଁ ବାହାରକୁ ଯିବି। ଆଉ ମୋତେ ବାହାରର ପରିବେଶ ବହୁତ ଭଲ ଲାଗେ। ଦେଖିଲୁଟି ରାନୀ, ଇଏ କେମିତି କଥା କହୁଛି। ଫ୍ରିରେ ଏସି ପବନ ଖାଉଛି, ତାପରେ ବି ବହୁତ ବଡ଼ ବଡ଼ କଥା କହୁଛି। ଯଦି ରାନୀ ମୁଁ ତୋ ଜାଗାରେ ଥାଆନ୍ତି ନା, ତାହେଲେ ମୁଁ ଏସିର ପଇସା ୟା ଦରମାରୁ କାଟି ଦିଅନ୍ତି। ଆରେ ହଁ, ତୁ ଠିକ୍ କଥା କହୁଛୁ। ଆଜିଠୁ ମୁଁ ୟାକୁ ଯେତେବେଳେ ଦରମା ଦେବି ନା, ମୁଁ ୟାଠୁ ଏସି ପଇସା କାଟିକି ରଖିବି। ଦରମା ଦେବା ସମୟରେ ରାନୀ ଚଢ଼େଇ ମିନୁ ଚଢ଼େଇକୁ ବହୁତ କମ୍ ଦରମା ଦେଲା। ଆରେ ରାନୀ ଦିଦି, କଥା କ'ଣ? ଆପଣ ମୋତେ ଏଥର ବହୁତ କମ୍ ଦରମା କାହିଁକି ଦେଲେ ଯେ? ଆରେ ମିନୁ, କାହିଁକି ନା ମୁଁ ତୋ ଦରମାରୁ ଏଥର ଏସି ପଇସା କାଟି ଦେଉଛି। ତୁ ଯେଉଁ ଦିନ ରାତି ଏସି ପବନ ଖାଉଛୁ, ତାର ପଇସା କିଏ ଦେବ ଯେ? ଆରେ ରାନୀ ଦିଦି, ମୁଁ କେବେ ବି ଆପଣଙ୍କଠୁ ଏଇଆ ଆଶା କରିନଥିଲି। ଆଉ ମୁଁ କେବେ ବି ଭାବିନଥିଲି ଆପଣଙ୍କର ଏତେ ଛୋଟ ଚିନ୍ତାଧାରା ବୋଲି। ଆରେ ଟିକି ଚଢ଼େଇ, କ'ଣ ତୁ ମୋତେ ଛୋଟ ମନର କହୁଛୁ ଯେ? ଯା, ପଳା ଏଠୁ। କାଲିଠୁ ତୁ ଆଉ କାମକୁ ଆସିବୁନୁ। ତୁ ଆଉ ମୋର ଦରକାର ନାହିଁ ଜମା। ନା ନା ରାନୀ ଦିଦି, ଆପଣ ମୋତେ କାମରୁ ବାହାର କରନ୍ତୁ ନାହିଁ। ଆପଣ ପଛେ ମୋ ଦରମାରୁ ଏସି ପଇସା କାଟନ୍ତୁ, ହେଲେ ମୋତେ କାମରୁ ଜମାରୁ ବାହାର କରନ୍ତୁ ନାହିଁ। କିନ୍ତୁ ରାନୀ କାଉ ଟିକି ଚଢ଼େଇର କିଛି ବି କଥା ଶୁଣିଲାନି। ଆଉ ରାନୀ କାଉ ଟିକି ଚଢ଼େଇକୁ କାମରୁ ବାହାର କରିଦେଲା। ଏମିତି କିଛି ଦିନ ବିତିଗଲା। ଆଉ ଏମିତି ଗୋଟିଏ ଦିନ ଜଙ୍ଗଲରେ 2 ଦିନ ଧରି ଲାଇନ୍ କଟି ଯାଇଥିଲା। ଜଙ୍ଗଲରେ ସବୁ ପକ୍ଷୀମାନଙ୍କର ଗରମ ଯୋଗୁଁ ଅବସ୍ଥା ଖରାପ ହେଇଗଲା। ଆଉ ରାନୀ କାଉର ବି ମଧ୍ୟ ଅବସ୍ଥା ଖରାପ ହେଇଗଲା। ଆଉ ରାନୀ କାଉ ସିଧା ବାହାରକୁ ବୁଲିବାକୁ ଗଲା। ଆଉ କିଛି ବାଟ ଗଲା ପରେ ସେ ଦେଖିଲା ମିନୁ ଚଢ଼େଇ ତା ପୁଅକୁ ହାତ ପଙ୍ଖାରେ ପବନ ଦେଉଥିଲା। ଆରେ ୱାଃ, ଏଇ ମିନୁ ଚଢ଼େଇ ତ ତା ପୁଅକୁ ହାତ ପଙ୍ଖାରେ ଭଲ ପବନ ଦଉଛି। ଆଉ ମୋ ଘରେ ତ ଏଇ ହାତ ପଙ୍ଖା ଗୋଟିଏ ହେଲେ ବି ନାହିଁ। ରାନୀ କାଉ ମିନୁ ଚଢ଼େଇ ପାଖକୁ ଗଲା। ଆଉ ତାକୁ କହିଲା, ଆରେ ମିନୁ, ତୋ ହାତ ପଙ୍ଖା ଟିକେ ଦେଲୁ। ଜଙ୍ଗଲରେ ଲାଇନ୍ ନାହିଁ ବୋଲି ମୁଁ ଏଇ ଗରମରେ ଆଉ ରହିପାରୁନାହିଁ। ଆଚ୍ଛା, ଆଜି ତାହେଲେ ବହୁତ ଗରମ ହେଉଛି। ସେଦିନ ମୋତେ ବିନା କାରଣରେ କାମରୁ ବାହାର କରିଦେଇଥିଲେ। ଆଜି ମୋତେ ସୁଯୋଗ ମିଳିଛି, ଏଇ ସୁଯୋଗର ଫାଇଦା ମୁଁ ଉଠେଇବି। ହଁ ରାନୀ ଦିଦି, ମୁଁ ଆପଣଙ୍କୁ ମୋ ହାତ ପଙ୍ଖା ଦେବି ଯେ ଆପଣ ଟିକେ ଅପେକ୍ଷା କରନ୍ତୁ। କିନ୍ତୁ ମୁଁ ଆପଣଙ୍କୁ ମୋ ଘର ଭିତରକୁ ନେଇପାରିବିନି। ଆଉ ଆପଣ ଏଠି ବାହାରେ ବସିକି ହାତ ପଙ୍ଖାର ପବନ ଖାଆନ୍ତୁ। ତାପରେ ରାନୀ ସେଠି ବସି ହାତ ପଙ୍ଖାର ପବନ ଖାଇଲା। କିଛି ସମୟ ପରେ ରାନୀ କାଉର ଦେହ ପୁରା ଥଣ୍ଡା ହେଇଗଲା। ଆରେ ମିନୁ, ମୁଁ ଏବେ ଘରକୁ ଯାଉଛି। ଆଉ ମୋତେ ବହୁତ ବଢ଼ିଆ ଲାଗିଲା ତୋ ହାତ ପଙ୍ଖାର ପବନ ଖାଇକି। ଆଉ ମୋ ଦେହ ପୁରା ଥଣ୍ଡା ହେଇଗଲା। ଇଏ ନେ ତୋ ହାତ ପଙ୍ଖା। ଏବେ ତାହେଲେ ଆପଣ ଘରକୁ ଯିବେ। ଯିବା ଆଗରୁ ଆପଣ ଯେଉଁ ହାତ ପଙ୍ଖାରୁ ପବନ ନେଲେ, ତାର ପଇସା ଦେଇକି ଯାଆନ୍ତୁ ଆପଣ। ଆରେ ମିନୁ, ପବନର ପୁଣି ଦାମ ଦେବି, ଇଏ ତୁ କ'ଣ କହୁଛୁ? ଆରେ ରାନୀ ଦିଦି, ଆପଣ ସେଦିନ ଯେଉଁ ମୁଁ ଏସିରୁ ପବନ ଖାଇଥିଲି ବୋଲି ମୋ ଦରମାରୁ ପଇସା କାଟିଥିଲେ, ସେମିତି ଆଜି ଆପଣ ମୋ ହାତ ପଙ୍ଖାରୁ ପବନ ଖାଇଲେ ତାର ପଇସା ଦେଇକି ଯାଆନ୍ତୁ ଆପଣ। ଏହା ଶୁଣି ରାନୀ କାଉ ନିଜର ଭୁଲକୁ ବୁଝିପାରିଲା। ଆଉ ମିନୁ ଚଢ଼େଇକୁ କ୍ଷମା ମାଗିଲା। ଆଉ ମିନୁ ଚଢ଼େଇ ବି ରାନୀ ଚଢ଼େଇକୁ କ୍ଷମା କରିଦେଲା। ଆରେ ମିନୁ, ତୁ ମୋତେ କ୍ଷମା କରିଦେ। ଏବେ ମୁଁ ବୁଝିପାରିଲି ଗରମରେ ତମେମାନେ କେତେ କଷ୍ଟ ପାଉଥିବ। ମିନୁ, କାଲିଠୁ ତୁ ମୋ ଘରକୁ କାମ କରିବାକୁ ଆସେ। ଆଉ ହଁ, ମୁଁ ତୋ ପୁଅ ପାଇଁ ଗୋଟିଏ ଏସି କିଣିକି ଲଗେଇଦେବି। ଆରେ ରାନୀ ଦିଦି, ଆପଣ ମୋ ଘରେ ଏସି ଲଗାଇବା ଦରକାର ନାହିଁ। ଆପଣ ଆମ କଷ୍ଟକୁ ବୁଝିପାରିଲେ ମୋତେ ବହୁତ ଖୁସି ଲାଗିଲା। ନା ନା ମିନୁ ଚଢ଼େଇ, ତୁ ମୋତେ ମନା କରନା। ମୁଁ ତୋ ଘରେ ଏସି ଲଗେଇକି ହିଁ ରହିବି। ତାପରେ ରାନୀ କାଉ ମିନୁ ଚଢ଼େଇ ଘରେ ଗୋଟିଏ ଏସି ଲଗେଇ ଦିଏ। ତାପରେ ସେ ମା ପୁଅ ଜଙ୍ଗଲରେ ବହୁତ ଖୁସିରେ ରହିବାକୁ ଲାଗନ୍ତି।